ବୁଲାବୁଲି କରନ୍ତି ପୁଣି ଫେରି ଆସନ୍ତି। ଆଉ ଯେଉଁ ମ୍ୟାଟ୍ରିମୋନିଆଲ ସାଇଟ୍ରେ ଆମେ ତାଙ୍କର ଡିଟେଲ୍ ଚେକ୍ କଲା ପରେ ଜାଣିଛୁ ଟୋଟାଲ୍ 50 ଜଣ ମହିଳାଙ୍କ ସହିତ ତାଙ୍କର ଏଇ ଟାଇପ୍ର ଚାଟିଂ ବିଭିନ୍ନ ଷ୍ଟେଜ୍ରେ ରହିଛି ଏବଂ 2 ଜଣଙ୍କ ତ ନର୍ମାଲ୍ ଏଥର ହେଇଛି ଏବଂ ଆମେ ଫୋନ୍ କରି ଆଉ 2 ଜଣଙ୍କୁ ଜାଣିବାକୁ ପାଇଛି ତାଙ୍କୁ ମଧ୍ୟ ସେ ଏଗ୍ରିମେଣ୍ଟ କରିକି ମ୍ୟାରେଜ୍ ମଧ୍ୟ କରିଛନ୍ତି। ତାଙ୍କର ଯେଉଁ ମ୍ୟାରେଜ୍ ଏଗ୍ରିମେଣ୍ଟ ଯେଉଁଟା ଅଥରାଇଜ୍ ସେଇଟା ମଧ୍ୟ ଆମେ ସିଜ୍ କରିଛୁ। ଏବଂ ଟୋଟାଲ୍ ଏପର୍ଯ୍ୟନ୍ତ ସେ ଯେଉଁ ସତ୍ୟଜିତ ସାମଲ ତାଙ୍କର ବୟସ ହେଉଛି 34 ଆଉ ଓରିଜିନାଲ୍ ଘର ହେଉଛି ଯାଜପୁର କିନ୍ତୁ ଏଠି ଚନ୍ଦ୍ରଶେଖରପୁରରେ ରହୁଛନ୍ତି। ତାଙ୍କର ଏମ ରହୁଛି ଯେ ସେ ଯେଉଁ ଡାଇଭର୍ସି ଓମେନ୍କୁ ବେସିକାଲି ଟାର୍ଗେଟ୍ କରୁଥିଲେ ସେମାନଙ୍କୁ ମ୍ୟାଟ୍ରିମୋନିଆଲ ଥ୍ରୁରେ ଜାଣିଲା ପରେ ତାଙ୍କ ସହିତ ଚାକିରି କରୁଥିଲେ ତାଙ୍କୁ ସେବା କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ ଏବଂ ଗୋଟେ ଏଗ୍ରିମେଣ୍ଟ ମଧ୍ୟ କରିଥିଲେ। ଏଗ୍ରିମେଣ୍ଟ କଲା ପରେ ତାଙ୍କୁ ସବୁ ପଇସା ଗାଡ଼ି ସବୁ ଦେଲେ। ଗାଡ଼ି ଗୁଡ଼ାକ ଟ୍ରାଭେଲ୍ସ ଥ୍ରୁରେ ଭଡ଼ାରେ ମଧ୍ୟ ଲଗେଇଛନ୍ତି ଏବଂ ଯେତେବେଳେ ମହିଳା ତାଙ୍କୁ ବେଶୀ ମାଗୁଥିଲେ ରିଟର୍ଣ୍ଣ ପାଇଁ ସେତେବେଳେ ସେ ଦୁବାଇ ପଳାଉଥିଲେ, ଦୁବାଇରେ ବୁଲାବୁଲି କରିକି କରିଥିଲେ ଏବଂ 2 ଜଣ ମହିଳା ଯେଉଁ ଆମର ଏଥର ହେଇଛି ସେଥିରେ ସେ ତାଙ୍କ ବନ୍ଧୁକରେ ମଧ୍ୟ ଡରେଇଛନ୍ତି ପଇସା ମିଳିଲା ପରେ ବନ୍ଧୁକ ଦେଖି ତାଙ୍କ ଜଣଙ୍କୁ ଧମକ ମଧ୍ୟ ଦେଇଛନ୍ତି ଏବଂ ତାଙ୍କର ଟୋଟାଲ୍ ବର୍ତ୍ତମାନ ଆମେ ଯେଉଁ ସିଜ୍ କରିଛୁ ଟୋଟାଲ୍ 2,10,000 କ୍ୟାସ୍ ସିଜ୍ କରାଯାଇଛି। ହ୍ୱାଇଟ୍ କଲର୍ ବଲେନୋ କାର୍ ମଧ୍ୟ ସିଜ୍ କରାଯାଇଛି। ବୁଲେଟ୍ ଇଣ୍ଟରସେପ୍ଟର ବୁଲେଟ୍ ସେଇଟା ମଧ୍ୟ ସିଜ୍ ହେଇଛି ଆଉ ଗୋଟେ ସ୍ମଲ୍ ଆର୍ମ ସିଜ୍ ହେଇଛି ଏବଂ ଆମ୍ୟୁନିସନ୍ ମଧ୍ୟ ସିଜ୍ କରାଯାଇଛି। ତାହେଲେ ତାଙ୍କର